ଦଧିବାମନ ଜିଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା। ଗଣିଆ ବ୍ଲକ ବେଲପଡ଼ା ପାଟଣା ଦଧିବାମନ ଜିଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସକାଳୁ ଗ୍ରାମବାସୀମାନେ ସ୍ଥାନୀୟ ଜଳାଶୟରେ ପୂଜାର୍ଚ୍ଚନା କରିବା ପରେ 108 କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଉପାଧ୍ୟକ୍ଷ ରାଜକିଶୋର ସାହୁଙ୍କ ସमेତ ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକ ତଥା ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଜଳାଶୟରୁ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ମନ୍ଦିରରେ ପହଞ୍ଚିଥିଲା। ଆସନ୍ତା 21 ତାରିଖରେ ମନ୍ଦିର ପ୍ରତିଷ୍ଠା ହେବା ପାଇଁ ସ୍ଥିର ହୋଇଥିବା ବେଳେ 25 ତାରିଖ ପର୍ଯ୍ୟନ୍ତ ଅଷ୍ଟପ୍ରହରୀ ନାମଯଜ୍ଞ, ଅଖଣ୍ଡ ହନୁମାନ ଚାଳିସା, ଭଜନ ସମାରୋହ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 24 ତାରିଖ ସନ୍ଧ୍ୟାରେ ସଙ୍ଗୀତଜ୍ଞ ସୁବାସ ଦାସଙ୍କ ଦ୍ୱାରା ଭଜନ ସମାରୋହ ପରିବେଷଣ ହେବା ସହିତ 25 ତାରିଖ ସନ୍ଧ୍ୟାରେ ପ୍ରବଚକ ମନୋଜ ପ୍ରଧାନ ପ୍ରବଚନ ଦେବେ। ଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବେ। ତେବେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରି ବିଭୁ କୃପା ଲାଭ କରିବାକୁ ଉପାଧ୍ୟକ୍ଷ ଶ୍ରୀ ସାହୁ ନିବେଦନ କରିଛନ୍ତି। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର।